କିଛି ଜାଣିବା କଥା। ନିଜକୁ କମଜୋର ଭାବିବା ସବୁଠୁ ବଡ଼ ପାପ ଅଟେ। ଈଶ୍ୱରଙ୍କ ଉପରେ ଭରସା ରଖୁଥିବା ବ୍ୟକ୍ତି ଶେଷ ପର୍ଯ୍ୟନ୍ତ ହତାଶ ହୁଏ ନାହିଁ। ସମ୍ମାନ କିଏ ଦେଉ ବା ନ ଦେଉ ସେଥିରେ କିଛି ଯାଏ ଆସେ ନାହିଁ, କିନ୍ତୁ ତୁମେ ତୁମ କର୍ତ୍ତବ୍ୟ କରିଚାଲ। ସମୟ ତାର ଠିକ୍ ଜବାବ ଦେବ। ବାଲି ଉପରେ ପଡ଼ିଥିବା ଚିନିକୁ ପିମ୍ପୁଡ଼ି ଉଠାଇପାରେ, କିନ୍ତୁ ହାତୀ ନୁହେଁ। ତେଣୁ ଜୀବନରେ କାହାକୁ ଛୋଟ ବୋଲି ଭାବିବା ଉଚିତ ନୁହେଁ। ମାୟା ତ୍ୟାଗ କରିବା ଶିଖ, ଦେଖିବେ ଅଧେ କଷ୍ଟ କମିଯିବ। କାରଣ ମାୟା ଜିନିଷଟା ନିଶାଠାରୁ ବି ବେଶୀ ଖରାପ। ଜୀବନ ଏକ ଏପରି ସଡ଼କ, ଏଥିରେ ଯେତେ ଦୁଃଖରେ ଚାଲିବ ରାସ୍ତା ସେତେ ଲମ୍ବି ଲମ୍ବି ଯିବ। ଆଉ ଯଦି ହସିକି ଚାଲିବ ରାସ୍ତା କେତେବେଳେ ସରିଯିବ ଜଣାପଡ଼ିବ ନାହିଁ। ଜୀବନର ପ୍ରତ୍ୟେକ ରହସ୍ୟ ଲେଖାଯାଏ ନାହିଁ, କାରଣ କାଗଜ ମଧ୍ୟ ବେଳେବେଳେ ବିଦ୍ରୋହ କରେ। ଦୁନିଆର ସବୁଠାରୁ ସୁଖୀ ଲୋକ ସେହି ଯିଏ ଅନୁଭବ କରିଛି ଯେ ଅନ୍ୟମାନଙ୍କ ଠାରୁ କିଛି ଆଶା କରିବା ବୃଥା ଅଟେ। ସବୁ କିଛିର କପି କରି ସଫଳତା ପାଇହେବ, କିନ୍ତୁ ଚରିତ୍ର, ଆଚରଣ, ସଂସ୍କୃତି ଏବଂ ଜ୍ଞାନର କପି କରାଯାଇପାରିବ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ପ୍ରେମ କରିବା ଭୁଲ ନୁହେଁ। ପ୍ରେମ କାହାକୁ କେତେବେଳେ ହୋଇଥାଏ କିଛି ଜଣା ନଥାଏ। ବିବାହିତ ବ୍ୟକ୍ତି ଅବିବାହିତ ସହିତ କିମ୍ବା ଅବିବାହିତ ବ୍ୟକ୍ତି ବିବାହିତ ବ୍ୟକ୍ତି ସହିତ। ପ୍ରେମର ଅର୍ଥ ଏକାଠି ରହିବା, ବିବାହ କରିବା କିମ୍ବା ଭବିଷ୍ୟତ ପାଇଁ ଯୋଜନା କରିବା ନୁହେଁ। ପ୍ରେମର ପ୍ରକୃତ ଅର୍ଥ ହେଉଛି ଯେତେ ଦୂରତା ଥାଉ ନା କାହିଁକି ପରସ୍ପରର ଖୁସି ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା, ପରସ୍ପରକୁ ବୁଝିବା, ପରସ୍ପରର ଯତ୍ନ ନେବା, ପରସ୍ପରକୁ ସମର୍ଥନ କରିବା, ପରସ୍ପରକୁ ସମ୍ମାନ କରିବା। ଆଉ ଏହା ହିଁ ହେଉଛି ପ୍ରକୃତ ପ୍ରେମ। ଯାହାର ଖୁସି ଆମକୁ ଖୁସି କରେ, ଯାହାର ଦୁଃଖ ଆମକୁ କଷ୍ଟ ଦିଏ, ଯାହାକୁ ଦେଖିବା ଏବଂ କଥାବାର୍ତ୍ତା ହେବା ଦ୍ୱାରା ହୃଦୟକୁ ଶାନ୍ତି ମିଳେ। କିନ୍ତୁ ମନେ ରଖ, କେବଳ ତୁମ ଯୋଗୁଁ କାହାର ଘର ନଷ୍ଟ ନ ହେବା ଉଚିତ, ଆଉ କାହାର ଜୀବନ ନଷ୍ଟ ନ ହେବା ଉଚିତ। କ'ଣ ସାଙ୍ଗମାନେ ଠିକ୍ ତ? କଥା ମୋର, ବିଚାର ଆପଣମାନଙ୍କର। ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କ ମତାମତ ଦେବାକୁ ଜମାରୁ ଭୁଲନ୍ତୁ ନାହିଁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରନ୍ତୁ।